ଜାଗର ରାତିରେ ଭକ୍ତଟିଏ ଦୀପଟିଏ ଜାଳି ମହାପ୍ରଭୁଙ୍କ ନିକଟରେ ଜାଗ୍ରତ ହେଇକି ରହେ। ମହାପ୍ରଭୁ ଆଜି ମୁଁ ଶୋଇବିନି, ଆପଣ ଦେବଦେବ ମହାଦେବ, ଆପଣ ଅକର୍ମ କର୍ମଦାୟକ, କର୍ମରେ ନଥିଲେ ଆପଣ ଯାଚିକି ଦବା ଲୋକ, ସେଇଥିପାଇଁ ସିଏ ହଉଛନ୍ତି ଦେବଦେବ ମହାଦେବ। ଭକ୍ତ ପଚାରିଲା, କହିଲା ପ୍ରଭୁ ସମସ୍ତେ ତ ଦେବ, ଆପଣ କାହିଁକି ମହାଦେବ? ଥରେ ଗ୍ରହରାଜ ଶନୀଶ୍ୱରଙ୍କୁ ଆଜ୍ଞା ଦାୟିତ୍ୱ ଦିଆହେଲା, ହେ ଗ୍ରହରାଜ ତମେ ଯାଅ, ଯେତେ ଦେବତା ଅଛନ୍ତି ସବୁ ଦେବତା ମାନଙ୍କର ମୁରବୀ କିଏ ହେବ, ଦଳପତି କିଏ ହବ? ଗ୍ରହରାଜ ଶନୀଶ୍ୱରଙ୍କୁ ଆଜ୍ଞା ନିର୍ବାଚନ କମିଶନ କରିକିରି ପଠା ହେଲା ଯେ ତମେ ଆମ ଦେବତା ମାନଙ୍କ ଭିତରେ ଦେବଦେବ ମହାଦେବ କିଏ ସେ ହେବେ, ତାଙ୍କୁ ତମେ ବାଛିବ। ଶନୀଶ୍ୱର ମହାରାଜ ଚିନ୍ତା କଲେ, କହିଲେ ଆମ ଦେବତା ମାନଙ୍କ ଭିତରେ ମୁଖ୍ୟ ହେଲେ ଜଣେ ସୃଷ୍ଟିକର୍ତ୍ତା, ଜଣେ ପାଳନକର୍ତ୍ତା, ଜଣେ ସଂହାରକର୍ତ୍ତା। ଆଜ୍ଞା ପହଞ୍ଚିଲେ ବ୍ରହ୍ମାଙ୍କ ପାଖରେ, କହିଲେ ହେ ବ୍ରହ୍ମା, ଆପଣ ଆମ ଦେବତା ମାନଙ୍କ ଭିତରେ ଦଳପତି ହୁଅନ୍ତୁ। ବ୍ରହ୍ମା ପଚାରିଲେ, ପୁଅ ତମର କଣ କଣ କଣ୍ଡିସନ ଅଛି? ଶନି କହିଲେ, ଆପଣ କଣ